ପଲ୍ଲବୀ ଆଦର୍ଶକୁ ଫୋନ୍ କରିବେ। ତାପରେ ଆଦର୍ଶ କହିବେ, ହଁ ପଲ୍ଲବୀ, ତମେ କେମିତି ଅଛ? କ'ଣ କରୁଛ ତମେ? କୋଉଠି ଅଛ ତମେ? ସେ ଏମଏଲ୍ଏକୁ ଆରେଷ୍ଟ କଲ? ତାପରେ ପଲ୍ଲବୀ କହିବେ, ହଁ ଆଦର୍ଶ, ଏମଏଲ୍ଏ ଅଲରେଡି ଆରେଷ୍ଟ ହେଇସାରିଛି। ଆଉ ଏମଏଲ୍ଏ ଗୁଲିରେ ହେମନ୍ତର ଡେଥ୍ ବି ହେଇଗଲା। ତାପରେ ଆଦର୍ଶ କହିବେ, ବାପା, ଦାଦା, ଦାଦିମା, ଖୁଡ଼ି, ପଲ୍ଲବୀ ସେ ଏମଏଲ୍ଏକୁ ଆରେଷ୍ଟ କରିଦେଇଛନ୍ତି। ପୁଣି କହିବେ, ପଲ୍ଲବୀ, ତମେ କେମିତି ଅଛ? ତମେ ଠିକ୍ ଅଛ ନା? ତାପରେ ପଲ୍ଲବୀ କହିବେ, ଆଦର୍ଶ, ତମେ ମୋ କଥା ଛାଡ଼, ମୁଁ ଏକଦମ ଠିକ୍ ଅଛି। ତମେ ଆଗ କୁହ, ମାମାଙ୍କ ଦେହ ଏବେ କେମିତି ଅଛି? ତାପରେ ଆଦର୍ଶ କହିବେ, ପଲ୍ଲବୀ, ମାଙ୍କ ସେନ୍ସ ଆସିଲାଣି। ଆଉ ତମେ କହୁଥିଲ ନା କି ମାଙ୍କର ସେନ୍ସ ଆସିଲେ ପ୍ରଥମେ ମୋତେ ଖୋଜିବେ, କିନ୍ତୁ ଭୁଲ ପଲ୍ଲବୀ, ମା ତମକୁ ଖୋଜୁଛନ୍ତି। ତମକୁ ଖୋଜୁଥିଲେ ପଲ୍ଲବୀ। ପଲ୍ଲବୀ, ମା ତମକୁ ଦେଖିବା ପାଇଁ ବ୍ୟସ୍ତ ହେଇ ପଡ଼ୁଥିଲେ। ଶେଷରେ ପରିସ୍ଥିତି ଏମିତି ହେଇଗଲା ଯେ ତାଙ୍କ ଦେହ ଧୀରେ ଧୀରେ ଖରାପ ହେବାକୁ ଲାଗିଲା। ଆମକୁ ବାଧ୍ୟ ହେଇ ଡକ୍ଟରକୁ ଡାକିବାକୁ ପଡ଼ିଲା। ପଲ୍ଲବୀ, ତମେ ଯେତେ ଶୀଘ୍ର ପାରୁଛ ତମ କାମ ସାରି ଶୀଘ୍ର ଆସି ହସ୍ପିଟାଲରେ ପହଞ୍ଚିଯାଅ। ସତରେ ପଲ୍ଲବୀ, ମା ତମକୁ ବହୁତ ଖୋଜୁଛନ୍ତି, ବହୁତ ଖୋଜୁଛନ୍ତି ସେ ତମକୁ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି ଆଦର୍ଶ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚୁଛି। ତାପରେ କଲ୍ କାଟିଦେବେ। ତାପରେ ପଲ୍ଲବୀ କହିବେ, ଗୁଡ୍ ନ୍ୟୁଜ୍ ଚିତ୍ତ ଅଙ୍କଲ, ମାମାଙ୍କର ସେନ୍ସ ଫେରି ଆସିଲାଣି। ତାପରେ ଚିତ୍ତ ଅଙ୍କଲ କହିବେ, ଠିକ୍ ଅଛି ମ୍ୟାଡ଼ାମ୍, ଆପଣ ଏମଏଲ୍ଏ ପାଇଁ ଚିନ୍ତା କରନ୍ତୁନି। ଆପଣ ପ୍ରଥମେ ଯାଇ ହସ୍ପିଟାଲରେ ଆପଣଙ୍କ ଶାଶୁ ମାଙ୍କୁ ଦେଖା କରନ୍ତୁ। ଚାଲନ୍ତୁ, ଆମେ ଆଗ ହସ୍ପିଟାଲ ଛାଡ଼ିଦେଇ କାଲି ଏମଏଲ୍ଏକୁ ନେଇ ଲକଅପ୍ରେ ରଖିଦେବୁ। ଆଉ ଏପଟେ ଆଦର୍ଶ କହିବେ, ବାପା, ପଲ୍ଲବୀ ଆଉ ଅଳ୍ପ ସମୟ ଭିତରେ ଏଠିକି ଆସି ପହଞ୍ଚୁଛନ୍ତି। ତାପରେ ନର୍ସ ଆସି କହିବ, ସାର୍, ସାର୍। ତାପରେ ଡକ୍ଟର କହିବେ, କ'ଣ ହେଲା ସିଷ୍ଟର? ପୁଣି ନର୍ସ କହିବ, ସାର୍, ମାୟା ମ୍ୟାଡ଼ାମଙ୍କର ପୁଣି ଥରେ ସେନ୍ସ ଚାଲିଗଲା। ତାପରେ ଆଦର୍ଶ ଆଉ ଆନନ୍ଦ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଡକ୍ଟର କହିବେ, ହ୍ୱାଟ୍ ମିନ୍ ଭେଜିଟେଟିଭ୍ ଷ୍ଟେଟ୍? ଶୀଘ୍ର ଚାଲ। ତାପରେ ପଲ୍ଲବୀ ଆସି କହିବେ, ଆଦର୍ଶ, ମୁଁ ଆସିଗଲି। ମୋତେ ନା ମାମାଙ୍କ ସହିତ ଦେଖା ହେଇ ତାଙ୍କୁ ଗୋଟେ ଖୁସି ଖବର ଦେବାର ଅଛି। ଆଉ ସବୁଠୁ ପ୍ରଥମେ ମୁଁ ଏଇ ଖୁସି ଖବରଟା ମାମାଙ୍କୁ ଦେବାକୁ ଚାହୁଁଛି। ଚାଲନ୍ତୁ ନା, ମୋତେ ଟିକେ ମାମାଙ୍କ ପାଖକୁ ନେଇ ଚାଲ। ପୁଣି କହିବେ, କ'ଣ ହେଲା? ସମସ୍ତେ ଏମିତି ଚୁପଚାପ ହେଇ ରହିଗଲ କାହିଁକି? ଆରେ, କେହି କିଛି କହୁନ କାହିଁକି? ତାପରେ ଆଦର୍ଶ କହିବେ, ମାମାଙ୍କ ସେନ୍ସ ପୁଣି ଚାଲିଗଲା ପଲ୍ଲବୀ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ଆଦର୍ଶ କହିବେ, ଦୁର୍ବଳ ଅଛନ୍ତି ସିଏ। ସେ କେବେ ରିକଭରି ହେବେ, କେବେ ତାଙ୍କୁ ଏଠୁ ଡିସଚାର୍ଜ ମିଳିବ, ତାର କିଛି ବି ଗ୍ୟାରେଣ୍ଟି ନାହିଁ। ଏମିତିକି ତାଙ୍କର କେବେ ସେନ୍ସ ଆସିବ, ତାର ବି କିଛି ଗ୍ୟାରେଣ୍ଟି ନାହିଁ। ତାପରେ ପଲ୍ଲବୀ କହିବେ, ତମେ ଏ କ'ଣ କହୁଛ ଆଦର୍ଶ? ଏ କ'ଣ କହୁଛ? ମାମାଙ୍କର ସେନ୍ସ କେବେ ଆସିବ, ତାର କିଛି ଗ୍ୟାରେଣ୍ଟି ନାହିଁ? ମାନେ ଏମିତି କେମିତି ହେଇପାରିବ? ତାଙ୍କର ସେନ୍ସ ଆସିବନି? ନାଇଁ ନାଇଁ, ତାଙ୍କ ସେନ୍ସକୁ ଆସିବାକୁ ହିଁ ପଡ଼ିବ ଆଦର୍ଶ। ପୁଣି କହିବେ, ତମକୁ ଟିକେ ଖରାପ ଲାଗୁନି ଆଦର୍ଶ? ତମେ ମାମାଙ୍କ ବିଷୟରେ ଏମିତି କଥାବାର୍ତ୍ତା କରୁଛ? ହାଁ, ଏମିତି କେମିତି ତାଙ୍କର ସେନ୍ସ ଆସିବନି? କେମିତି ଆସିବନି? ମାମା, ମାମା କହି ଯାଉଥିବେ, ଆଉ ଆଦର୍ଶ ଧରିଦେବେ। ଆଉ କହିବେ, ପଲ୍ଲବୀ, କୁଆଡ଼େ ଯାଉଛ ତମେ? ଆରେ ଡକ୍ଟର ମନା କରିଛନ୍ତି ତାଙ୍କ ବିନା ପରମିଶନରେ ଆଇସିୟୁ ଭିତରକୁ ଯିବା ପାଇଁ। ତ ଦର୍ଶକ ବନ୍ଧୁ, ମାୟାର କ'ଣ ସେନ୍ସ ଆଉ ଆସିବନି କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।